ସବୁଦିନ କେଉଁ ପାଣି ପିଇଲେ 50 ବୟସର ଲୋକ ବି 25 ବୟସ ଭଳି ଦେଖାଯିବ। ତ ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଫ୍ରେଣ୍ଡସ୍, ଆଜିର ପ୍ରଶ୍ନଗୁଡ଼ିକ ବହୁତ ଇଣ୍ଟରେଷ୍ଟିଂ ରହିଛି, ତେଣୁ ଆପଣମାନେ ଭିଡ଼ିଓଟିକୁ ସ୍କିପ୍ ନକରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତ ଚାଲନ୍ତୁ ଡେରି ନକରି ଆଜିର ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ସୋ ଫ୍ରେଣ୍ଡସ୍, ଆଜିର ପ୍ରଥମ ପ୍ରଶ୍ନଟି ରହିଛି, ମଣିଷ ଅଧିକା କ୍ରୋଧିତ ହେଲେ କେଉଁ ଅଙ୍ଗ ଖରାପ ହୋଇଥାଏ? ଅପସନ୍ ଏ ଫୁସଫୁସ୍, ଅପସନ୍ ବି ହାର୍ଟ, ଅପସନ୍ ସି କିଡନୀ ଏବଂ ଅପସନ୍ ଡି ଆଖି। ସୋ ଫ୍ରେଣ୍ଡସ୍, ଯଦି ଆପଣମାନେ ଏହି ପ୍ରଶ୍ନଗୁଡ଼ିକର ଆନ୍ସର ଜାଣିଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ 5 ସେକେଣ୍ଡ ମଧ୍ୟରେ ଉତ୍ତରଗୁଡ଼ିକ ଦେଇପାରିବେ। ସମୟଟି ଆରମ୍ଭ ହେଉଛି ଏବେଠୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ହାର୍ଟ। ମଣିଷ ଅଧିକା କ୍ରୋଧିତ ହେଲେ ହାର୍ଟ ଅଙ୍ଗ ଖରାପ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ରାତିରେ ଖାଦ୍ୟ ଖାଇସାରିବା ପରେ କ'ଣ ଖାଇଲେ ହଜମ ଶକ୍ତି ବଢ଼ିଥାଏ? ଅପସନ୍ ଏ ପାନମଧୁରୀ, ଅପସନ୍ ବି ଲବଙ୍ଗ, ଅପସନ୍ ସି ବାଦାମ ଏବଂ ଅପସନ୍ ଡି ତୁଳସୀ ପତ୍ର। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ପାନମଧୁରୀ। ରାତିରେ ଖାଦ୍ୟ ଖାଇସାରିବା ପରେ ପାନମଧୁରୀ ଖାଇଲେ ହଜମ ଶକ୍ତି ବଢ଼ିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ବାର ଦିନ ତୁଳସୀ ପତ୍ର ତଳିବା ଉଚିତ ନୁହେଁ? ଅପସନ୍ ଏ ସୋମବାର, ଅପସନ୍ ବି ମଙ୍ଗଳବାର, ଅପସନ୍ ସି ଗୁରୁବାର ଏବଂ ଅପସନ୍ ଡି ଶନିବାର। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଗୁରୁବାର। ଗୁରୁବାର ଦିନ ତୁଳସୀ ପତ୍ର ତଳିବା ଉଚିତ ନୁହେଁ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ସବୁଦିନ ଗରମ ପାଣି ପିଇବା ଦ୍ୱାରା କେଉଁ ରୋଗ ଭଲ ହୋଇଥାଏ? ଅପସନ୍ ଏ କ୍ୟାନ୍ସର, ଅପସନ୍ ବି ଥାଇରଏଡ଼୍, ଅପସନ୍ ସି ବ୍ଲଡ଼ ପ୍ରେସର ଏବଂ ଅପସନ୍ ଡି କିଡନୀ ରୋଗ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଥାଇରଏଡ଼୍। ସବୁଦିନ ଗରମ ପାଣି ପିଇବା ଦ୍ୱାରା ଥାଇରଏଡ଼୍ ରୋଗ ଭଲ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ସୂର୍ଯ୍ୟ କିରଣରେ ମୋଟ କେତୋଟି ରଙ୍ଗ ରହିଥାଏ? ଅପସନ୍ ଏ 5ଟି, ଅପସନ୍ ବି 6ଟି, ଅପସନ୍ ସି 7ଟି ଏବଂ ଅପସନ୍ ଡି 8ଟି। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି 7ଟି। ସୂର୍ଯ୍ୟ କିରଣରେ ମୋଟ 7ଟି ରଙ୍ଗ ରହିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ପରିବା ଖାଇଲେ ମଣିଷର ରକ୍ତ ଶୀଘ୍ର ବୃଦ୍ଧି ହୋଇଥାଏ? ଅପସନ୍ ଏ ବିଟ୍, ଅପସନ୍ ବି ଟମାଟୋ, ଅପସନ୍ ସି କଲରା ଏବଂ ଅପସନ୍ ଡି ଆଳୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ବିଟ୍। ବିଟ୍ ପରିବା ଖାଇଲେ ମଣିଷର ରକ୍ତ ଶୀଘ୍ର ବୃଦ୍ଧି ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଏମିତି କେଉଁ ଜୀବ ଯିଏକି କେବେ ବି ଶୋଇନଥାଏ? ଅପସନ୍ ଏ ସାପ, ଅପସନ୍ ବି ନେଉଳ, ଅପସନ୍ ସି ମୂଷା ଏବଂ ଅପସନ୍ ଡି ପିମ୍ପୁଡ଼ି। ସୋ ଫ୍ରେଣ୍ଡସ୍, ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ଜାଣିବା ପୂର୍ବରୁ ଯଦି ଆପଣମାନେ ଆମର ଚ୍ୟାନେଲକୁ ନୂଆ କରି ଭିଜିଟ୍ କରିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନଟିକୁ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ କି ଯେତେବେଳେ ବି ଏହିପରି ଭିଡ଼ିଓ ଅପଲୋଡ଼ ହେବ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ପିମ୍ପୁଡ଼ି। ପିମ୍ପୁଡ଼ି ଏକ ଏମିତି ଜୀବ ଯିଏକି କେବେ ବି ଶୋଇନଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ପିଜୁଳି ଖାଇବା ଦ୍ୱାରା କେଉଁ ରୋଗ ଠିକ୍ ହୋଇଥାଏ? ଅପସନ୍ ଏ କ୍ୟାନ୍ସର, ଅପସନ୍ ବି ହଇଜା, ଅପସନ୍ ସି ବ୍ଲଡ଼ ପ୍ରେସର ଏବଂ ଅପସନ୍ ଡି ଜଣ୍ଡିସ୍। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ବ୍ଲଡ଼ ପ୍ରେସର। ପିଜୁଳି ଖାଇବା ଦ୍ୱାରା ବ୍ଲଡ଼ ପ୍ରେସର ରୋଗ ଠିକ୍ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଦହିରେ କ'ଣ ମିଶାଇ ଖାଇଲେ ପେଟ ଗ୍ୟାସ୍ ହୋଇଥାଏ? ଅପସନ୍ ଏ କଦଳୀ, ଅପସନ୍ ବି ଚିନି, ଅପସନ୍ ସି ଲୁଣ ଏବଂ ଅପସନ୍ ଡି ଲେମ୍ବୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଲୁଣ। ଦହିରେ ଲୁଣ ମିଶାଇ ଖାଇଲେ ପେଟ ଗ୍ୟାସ୍ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କାକୁଡ଼ି ରସ ପିଇବା ଦ୍ୱାରା କେଉଁ ରୋଗ ଠିକ୍ ହୋଇଥାଏ? ଅପସନ୍ ଏ ହୃଦରୋଗ, ଅପସନ୍ ବି ରକ୍ତଚାପ, ଅପସନ୍ ସି ମଳକଣ୍ଟକ ଏବଂ ଅପସନ୍ ଡି ମଧୁମେହ।
सो फ्रेंड्स यार सठिक उत्तरटी होउछि ऑप्शन बी रक्तचाप। काकुडी रस पीवा द्वारा रक्तचाप रोग ठीक होई थाए। सो फ्रेंड्स एबे देखिबा परवर्ती प्रश्नटे केउं परिबा खाइले शारीरिक दुर्बलता दूर हो जाए। ऑप्शन ए बैगण, ऑप्शन बी कांकड़, ऑप्शन सी टमाटो एवं ऑप्शन डी गाजर। सो फ्रेंड्स यार सठिक उत्तरटी होउछि ऑप्शन सी टमाटो। टमाटो परिबा खाइले शारीरिक दुर्बलता दूर हो जाए। सो फ्रेंड्स एबे देखिबा परवर्ती प्रश्नटे अधिक ब्रेड खाइबा द्वारा केउं रोग होइथाए। ऑप्शन ए सुगर रोग, ऑप्शन बी जख्मा रोग, ऑप्शन सी एसिडिटी रोग एवं ऑप्शन डी बदहजमी। सो फ्रेंड्स यार सठिक उत्तरटी होउछि ऑप्शन ए सुगर रोग। अधिक ब्रेड खाइबा द्वारा सुगर रोग होइथाए। सो फ्रेंड्स एबे देखिबा परवर्ती प्रश्नटे सकाळु खाली पेटरे गुड़ खाइबा द्वारा कौन शीघ्र बढ़ी थाए। ऑप्शन ए चुट्टी, ऑप्शन बी रक्त, ऑप्शन सी नख एवं ऑप्शन डी शक्ति। सो फ्रेंड्स यार सठिक उत्तरटी होउछि ऑप्शन बी रक्त। सकाळु खाली पेटरे गुड़ खाइबा द्वारा रक्त शीघ्र बढ़ी थाए। सो फ्रेंड्स एबे देखिबा परवर्ती प्रश्नटे केउं मांस खाइले मनुष्य सब बेले सुस्थ रही थाए। ऑप्शन ए कइंछ, ऑप्शन बी मेंढा, ऑप्शन सी कचिया एवं ऑप्शन डी छेली। सो फ्रेंड्स यार सठिक उत्तरटी होउछि ऑप्शन सी कचिया। कचिया मांस खाइले मनुष्य सब बेले सुस्थ रही थाए। सो फ्रेंड्स एबे देखिबा परवर्ती प्रश्नटी तेंतुली रस पीले केउं रोग भलो होई थाए। ऑप्शन ए रक्तहीनता, ऑप्शन बी कैंसर, ऑप्शन सी रक्तचाप एवं ऑप्शन डी बात रोग। सो फ्रेंड्स यार सठिक उत्तरटी होउछि ऑप्शन सी रक्तचाप। तेंतुली रस पीले रक्तचाप रोग भलो होई थाए। सो फ्रेंड्स एबे देखिबा परवर्ती प्रश्नटी बा आजिर शेष प्रश्नटी सबुदिन केउं पानी पीले 50 बयसर लोक भी 25 बयस भली देखाଯିବ। ऑप्शन ए अदा पानी, ऑप्शन बी पैड पानी, ऑप्शन सी किसमिस पानी एवं ऑप्शन डी निम्बो पानी। सो फ्रेंड्स यही प्रश्नर सठिक उत्तरटी जानिबा पूर्व जदि आपण माने आमर चैनल को नुआ करी आसीछंती ताहेले चैनल टी को सब्सक्राइब करी पाखर थिबा घंटी बटन टी को दबाई ऑल ऊपर क्लिक कर दियंतु जहाँफल कि जितेबाला भी यहीपरि वीडियो अपलोड हो आपण मैंने सर्वप्रथमे पाइपर। सो फ्रेंड्स एबे देखिबा एही प्रश्नर सठिक उत्तरटी होउछि ऑप्शन सी किसमिस पानी। सबुदिन किसमिस पानी पीले 50 बयसर लोक भी 25 बयस भली देखाଯିବ। सो फ्रेंड्स आज वीडियोटी एठी शेष करूछि पुणी देखाइबा परवर्ती वीडियो रे। जय जगन्नाथ।